ସୁଦୂର ସାଇବେରିଆରୁ ଶୀତ ଦିନେ ପକ୍ଷୀମାନେ ଆସନ୍ତି ଚିଲିକାକୁ ଆମ ଓଡ଼ିଶାକୁ। ଏତେ ଯେଉଁ ଲମ୍ବା ରାସ୍ତା ପାଖାପାଖି 40,000 କିଲୋମିଟର ସେମାନେ ଯେଉଁ ପାଇ କରନ୍ତି ଉଡ଼ିକିରି ଆସନ୍ତି, ସେମାନେ ଗୋଟେ ନିୟମ କ'ଣ ଯେ ଲିଡରସିପ୍। ପ୍ରଥମ ଜିନିଷ ହେଲା ସେମାନେ ବି ସାଇଡ଼୍ରେ ଚାଲନ୍ତି। ଯାହାଦ୍ୱାରା କ'ଣ ହୁଏ ଯେଉଁ ୱିଣ୍ଡ ସ୍ପିଡ଼୍ଟା ଆସେ ସେ ୱିଣ୍ଡ ସ୍ପିଡ଼୍ଟାକୁ ସେମାନେ ଡାଇଭର୍ଟ କରିବା କାଟିବାରେ ସହଜ ହୁଏ। ଦ୍ୱିତୀୟରେ ଲିଡରସିପ୍ ଚେଞ୍ଜ କରନ୍ତି। ଯେଉଁ ପକ୍ଷୀ ଏକଦମ ଭି ସେପ୍ର ଫ୍ରଣ୍ଟ ଲାଇନ୍ରେ ଥିବ ସିଏ କିଛି କିଲୋମିଟର ଗଲା ପରେ ସିଏ ଅଟୋମେଟିକ୍ ପଛକୁ ପଳେଇ ଆସିବ, ତା ଜାଗାରେ ଆଉ ଜଣେ ପକ୍ଷୀ ଦାୟିତ୍ୱ ନେବ। ସିଏ ପୁଣି କିଛି ବାଟ ଗଲା ପରେ ସିଏ ପୁଣି ପଛକୁ ଆସିବ, ତା ଜାଗାରେ ଆଉ ଜଣେ ପକ୍ଷୀ ଦାୟିତ୍ୱ ନେବ। ଏହାଦ୍ୱାରା କ'ଣ ହେବ ଆଗରେ ଯେଉଁ ପକ୍ଷୀ ଯାଇଛି ସିଏ ଡେଣା ବାଡ଼ିକି ଖୁବ୍ ଭାଙ୍ଗି ଯାଇଛି, ପଛକୁ ଆସିବା ଦ୍ୱାରା ଏ ଯେଉଁ ୱିଣ୍ଡର ଫ୍ଲୋ ତାକୁ ଅବଷ୍ଟ୍ରାକଲ୍ କଲାଣି, ସେ ରେଷ୍ଟ ନେଇପାରିଲା ଏବଂ ଆଉ ଜଣଙ୍କୁ ଦାୟିତ୍ୱ ନେବା ଦ୍ୱାରା କ'ଣ ହେଲା ଯେହେତୁ ଦାୟିତ୍ୱଟା ଜଣଙ୍କ ପାଖେ ନାହିଁ, ସମସ୍ତେ ପରିଚାଳନା ଉପରେ ଟିକେ ଅଳ୍ପ ବହୁତ ଅଭିଜ୍ଞତା ହେଇଛନ୍ତି। ଇନକେସ୍ ଯିଏ ଲିଡରସିପ୍ ନେଇଛି ସିଏ ଯଦି ସେ ଦଳକୁ ଛାଡ଼ିଲା ବା ଅକସ୍ମାତ ମୃତ୍ୟୁ ହେଇଗଲା ବା ଅଟେଇଗଲା, ଅନ୍ୟ ଜଣେ ସେ ଦାୟିତ୍ୱକୁ ତୁଲେଇ ପାରିବେ। ଲିଡରସିପ୍ ବଦଳୁଥିବାର ଯଦି ଲିଡରସିପ୍ ଗୋଟେ ଜାଗାରେ ରହିଯାଏ ତାହେଲେ